ଆରେ ବୁବୁନା ରାମଚଣ୍ଡୀ ଯିବୁ। ହଁ ବାପା ଯିବି। ବାପାଙ୍କ ସେହି ସ୍ନେହଭରା ଡାକ ସହିତ ସୁନ ଗାଡ଼ି ବାହାରେ ରାମଚଣ୍ଡୀ ମନ୍ଦିର ଅଭିମୁଖେ। ବାଟରେ ଗଲାବେଳେ ଜେଜେବାପାଙ୍କୁ 100 ପ୍ରଶ୍ନ। ସୁନ ଗାଡ଼ିଟି ସେହି ସୈନିକକୁ ଜଗେଇ ଦେଇ ବାହାରେ ତାଙ୍କ ପକେଟରୁ 2 ଟଙ୍କା। 2ଟି ଦୀପରୁ ବଡ଼ ବଳିତା ଥିବା ଦୀପଟି ମୁଁ ଟେକିଦିଏ ମା ରାମଚଣ୍ଡୀଙ୍କୁ। ସହସ୍ର କୁମ୍ଭାଭିଷେକା ହୋଇ ସେ ସେହିଦିନ ବଗଳାମୁଖୀ ବେଶରେ ଦର୍ଶନ ଦେଉଥାନ୍ତି। ଅଖଣ୍ଡ ଭାରତର ଶ୍ରେଷ୍ଠ ଶକ୍ତିପୀଠ ଶ୍ରୀକ୍ଷେତ୍ରରେ ଶାକ୍ତ ପରମ୍ପରା ସର୍ବପୁରାତନ ଓ ସ୍ୱତନ୍ତ୍ର। ଦୁର୍ଗା ପୂଜା ସହ ଗୋସାଣୀଜାତ ଦୁର୍ଗା ମାଧବ ପୂଜା, ନାଗା ପୂଜା, ଷୋଳ ପୂଜା, ପୂଜାଘର ପରି ବିଭିନ୍ନ ପ୍ରତିଶବ୍ଦ ଗୁଡ଼ିକ ଶୁଣି ମନ ଆଧ୍ୟାତ୍ମିକତାରେ ପୂରି ଉଠେ। ଓଡ଼ିଶାର ସମସ୍ତ ଶକ୍ତିପୀଠ ଓ ଦେବୀ ମନ୍ଦିର ଗୁଡ଼ିକରେ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାନେ ସେପ୍ଟେମ୍ବର 14ରୁ 29 ପର୍ଯ୍ୟନ୍ତ ନବରାତ୍ରି ବଦଳରେ 16 ଦିନାତ୍ମକ ପୂଜା କିମ୍ବା 16 ପୂଜା ଅନୁଷ୍ଠିତ ହେଉଅଛି। ଦୀପକୁ ଯଥୋଚିତ ସ୍ଥାନ ଦେଇ ପ୍ରତ୍ୟାବର୍ତ୍ତନ ବେଳେ ପତିତପାବନଙ୍କୁ ଦର୍ଶନାନ୍ତେ ସବୁବେଳେ ମୋ କାନରେ ସେ କୁହନ୍ତି, ଜୟ ଦୁର୍ଗା ମାଧବ।